ଜଗନ୍ନାଥ ଆପଣ ଯେଉଁଟାକୁ ଆପଣ ଅପେକ୍ଷା କରିଥିଲେ ଫାଇନାଲି ସେଇଟା ଆସିଗଲା SSGDର ଏକ୍ଜାମ୍ ଡେଟ୍ ଆସିଗଲା। ସିଡ୍ୟୁଲ୍ ଅଫ୍ କନେଷ୍ଟବଲ୍ ଜିଡି ଇନ୍ ସେଣ୍ଟ୍ରାଲ ଆର୍ମ ପୁଲିସ୍ ଫୋର୍ସ CAPF SSF ଆଣ୍ଡ ରାଇଫଲ ଜିଡି ଇନ୍ ଆସାମ ରାଇଫଲ ଏକ୍ଜାମିନେସନ୍ 2024। ନୋଟିସ୍ ପରେ ଆପଣମାନେ ଦେଖିପାରୁଥିବେ ଏଇଟା ନୂଆ ନୋଟିସ୍ ଆସିଛି। ଏକ୍ଜାମ୍ ଡେଟ୍ ଆପଣ ଦେଖୁଛନ୍ତି। ସବଜେକ୍ଟ ସିଡ୍ୟୁଲ୍ ଅଫ୍ କନେଷ୍ଟବଲ୍ ଜିଡି ଇନ୍ ସେଣ୍ଟ୍ରାଲ ଆର୍ମ ପୁଲିସ୍ ଫୋର୍ସ CAPF ଆଣ୍ଡ SSF ଆଣ୍ଡ ରାଇଫଲ ଜିଡି ଇନ୍ ଆସାମ ରାଇଫଲ ଏକ୍ଜାମିନେସନ୍ 2024। ଆପଣଙ୍କର ଜିଡିର ଏକ୍ଜାମ୍ ପଳେଇ ଆସିଛି। SSGDର ଯେନ୍ଟାକି 27 ଏପ୍ରିଲରୁ ଅଛି ମେ ଲାଷ୍ଟ ୱିକ୍ ତକ୍। 27 ଏପ୍ରିଲରୁ ଷ୍ଟାର୍ଟ ହେବା, ସେଥିପାଇଁ ଆପଣ ପଢ଼ାପଢ଼ି ଭଲ ଭାବରେ କରନ୍ତୁ। ଯେନ୍ଟାକି ଅଲ୍ କ୍ୟାଣ୍ଡିଡେଟ୍ ହୁ ହ୍ୟାଭ୍ ରେଜିଷ୍ଟର୍ଡ ଫର୍ ଦ କନେଷ୍ଟବଲ୍ ଜିଡି ଇନ୍ ସେଣ୍ଟ୍ରାଲ ଆର୍ମ ପୁଲିସ୍ ଫୋର୍ସ CAPF ଆଣ୍ଡ SSF ରାଇଫଲ ମେନ୍ ଜିଡି ଇନ୍ ଆସାମ ରାଇଫଲ ଏକ୍ଜାମିନେସନ୍ 2024 ଇନଫର୍ମେଡ୍ ଦ ଏବଭ୍ ଏକ୍ଜାମିନେସନ୍ ବିଙ୍ଗ୍ ଶିଡ୍ୟୁଲ୍ ଅଫ୍ କଣ୍ଡକ୍ଟ ଫ୍ରମ୍ 27 ଏପ୍ରିଲ 2024 ଟୁ ମେ ଲାଷ୍ଟ ୱିକ୍ ତ ହେବା। ଆପଣଙ୍କୁ ଏଥିରେ ଭଲ ସୁବିଧା ଦେଇଛି କି ଏକ୍ଜାମ୍ ପ୍ରିଫରେନ୍ସ ଦେଇଛି। ଦେଖନ୍ତୁ ଫାର୍ଷ୍ଟ ୱିକ୍ରେ ଯେନ୍ଟାକି 27 ଏପ୍ରିଲରୁ 2 ମେ ତ ହେବା। ସେକେଣ୍ଡ ୱିକ୍ରେ ଦେଇଛି ଆମର 4 ମେରୁ 9 ମେ ତକ୍। ତାର ଥାର୍ଡ଼ ୱିକ୍ରେ ଦେଇଛି ଆପଣଙ୍କର ଦେଖିପାରୁଥିବେ। ଥାର୍ଡ଼ ୱିକ୍ରେ ଦେଇଛି 18 ମେରୁ 23 ମେ ତକ୍। ଆର୍ ଫୋର୍ ୱିକ୍ରେ ଦେଇଛି 24 ମେରୁ 30 ମେ ତ ଆପଣଙ୍କର ଏକ୍ଜାମ୍ ହେବା। ଆପଣଙ୍କର ଏଥିରେ ଏକ୍ଜାମ୍ ପ୍ରିପାରେସନ୍ ଦେଇଛି ଯେନ୍ଟାକି ଆପଣଙ୍କ ପାଇଁ ବହୁତ ସୁବିଧା ହେବ ଏକ୍ଜାମ୍ ପାଇଁ। ଆପଣଙ୍କର ଯେମିତି ଏଇଟା 27 ଏପ୍ରିଲରୁ ଏକ୍ଜାମ୍ ଆପଣଙ୍କର SSGDର ଷ୍ଟାର୍ଟ ହେବା। ଆପଣଙ୍କର ଯଦି ଏହି ଡେଟ୍ରେ ଅନ୍ୟ କୌଣସି ଆପଣଙ୍କର ଏକ୍ଜାମ୍ ଅଛି ରେଲୱେ କିମ୍ବା ଅନ୍ୟ କୌଣସି ବି ଯେକୌଣସି ଏକ୍ଜାମ୍ ହୁଏ, ଯଦି ଆପଣମାନେ ସେଇଠାକୁ ଯିବା ପାଇଁ ଚାହୁଁଛନ୍ତି ତାହେଲେ ଏଇଟା ବି ସେକେଣ୍ଡ ୱିକ୍ ଆପଣଙ୍କ ଦେଇଦେବେ ଯେନ୍ଟାକି ମେ ମାସରେ ଆପଣଙ୍କର ଏକ୍ଜାମ୍ ହେବ। ସେଥିପାଇଁ ଆପଣଙ୍କର ବହୁତ ସୁବିଧା ହେଇଛି। ଏଥିରେ ଆପଣ 2ଟି ଏକ୍ଜାମ୍ ମଧ୍ୟ ତାରମାନେ ଆଟେଣ୍ଡ କରିପାରିବେ ଏବଂ ଆପଣ ମଧ୍ୟ ଏ ଅଫିସିଆଲ୍ ନୋଟିସ୍କୁ ଡାଉନଲୋଡ଼୍ କରିପାରିବେ ଯେନ୍ଟାକି ଗୁଗୁଲ୍କୁ ଯାଇକରି ssc.government.in ମାରିକି ଆପଣ ଏ ଅଫିସକୁ ଭିଜିଟ୍ ଆପଣ ମଧ୍ୟ ଚେକ୍ କରିପାରିବେ ଯେନ୍ଟାକି ssc.government.in main.in ୱେବସାଇଟ୍କୁ ଯାଇକରି ଆପଣ ଏହି ଅଫିସିଆଲ୍ ନୋଟିସ୍କୁ ଡାଉନଲୋଡ଼୍ କରି ଆପଣ ସବୁ ଜିନିଷ ଚେକ୍ କରିପାରିବେ। ଆପଣ ଯଦି ଚ୍ୟାନେଲ୍ରେ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ ଏବଂ ଆପଣମାନଙ୍କ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ସେମାନେ ବି ଜାଣିପାରିବେ ଯେ SSGDର ଏକ୍ଜାମ୍ ଡେଟ୍ ଆସିଯାଇଛି ବୋଲିକରି। ଏମିତି ଆପଣ ଗଭର୍ଣ୍ଣମେଣ୍ଟ ଜବ୍ ଯଦି ପ୍ରିପେୟାର କରୁଛନ୍ତି, ଗଭର୍ଣ୍ଣମେଣ୍ଟ ଜବ୍ର ଯଦି ପ୍ରିପେୟାର କରୁଛନ୍ତି ତାହେଲେ ଏହି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ସମସ୍ତ ଅପଡ଼େଟ୍ ଏଥିରେ ମିଳିପାରିବ। ଯେନ୍ଟାକି ଦେଖିପାରୁଥିବେ ଆପଣଙ୍କର ଦେନ୍ ଟୋଟାଲ୍ ଭ୍ୟାକେନ୍ସି ଆସିଥିଲା 25,487, ମେଲ୍ 23,467 ହୋଇଛି ଏବଂ ଫିମେଲ୍ ହୋଇଛି 2020ଟା ଭ୍ୟାକେନ୍ସି ଆସିଥିଲା। ଆପ୍ଲିକେସନ୍ ଆପଣଙ୍କର ଏଥିରେ ଫର୍ମ ଆପ୍ଲାଏ କରୁଥିଲେ ଡିସେମ୍ବର 1 ତାରିଖ ଦିନ 2025 ଡିସେମ୍ବର 31 ଦିନ ଆପଣ ଫର୍ମ ଆପ୍ଲାଏ କରିଥିଲେ। ଏକ୍ଜାମ୍ ଡେଟ୍ ତ ଆପଣମାନଙ୍କୁ କହିଦେଇଛି ଯେନ୍ଟାକି ଏପ୍ରିଲ 27 ଟୁ ମେ 30 ପର୍ଯ୍ୟନ୍ତ ହେବ। ମୋ କ୍ୱାଲିଫିକେସନ୍ ଏଥିରେ ମାଟ୍ରିକ୍ ପାସ୍ ମାଗିଥିଲା। ସିଲେକ୍ସନ୍ ପ୍ରୋସେସ୍ ଆମର ଦେଖନ୍ତୁ ଫାର୍ଷ୍ଟ CBT ହେବା ଯେନ୍ଟାକି ଆପଣଙ୍କର କମ୍ପ୍ୟୁଟର ବେସିସ୍ ଟେଷ୍ଟ ହେବା। ଦେନ୍ ଆମର ଏକ୍ଜାମ୍ ଫାର୍ଷ୍ଟ ହେବା, ତାପରେ ଏକ୍ଜାମ୍ରେ କ୍ଲିୟର୍ କଲେ ଫିଜିକାଲ୍ ଷ୍ଟାଣ୍ଡାର୍ଡ଼ ଟେଷ୍ଟ, ତାପରେ ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ଏବଂ ମେଡ଼ିକାଲ୍ ଏକ୍ଜାମିନେସନ୍ ଆଣ୍ଡ ଡକୁମେଣ୍ଟ ଭେରିଫିକେସନ୍ ହେଲେ ଆମର ମେରିଟ୍ ଲିଷ୍ଟ ଆସିବା ଏବଂ ଆମର ଏଥିରେ ଜବ୍ ପାଇପାରିବେ। ଆପଣ ଏହି ୱେବସାଇଟ୍କୁ ସବୁବେଳେ ଭିଜିଟ୍ କରିପାରୁଥିବେ ଯେନ୍ଟାକି ଏଇଟା ଅଫିସିଆଲ୍ ୱେବସାଇଟ୍ ଦେଇଛି ୱିଥ୍ ଭିଜିଟ୍ ଅଫିସିଆଲ୍ ୱେବସାଇଟ୍ ssc.government.in। ନହେଲେ ଆପଣ କୌଣସି ଯଦି ଖବର ଜାଣିବା ପାଇଛନ୍ତି ଏହି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ସବୁବେଳେ ନୋଟିଫିକେସନ୍ ଆପଣଙ୍କ ପାଖକୁ ଯାଇପାରିବ। ଆପଣଙ୍କ ପାଖରେ ଏ ଏକ୍ଜାମ୍ ପାଇଁ ବହୁତ ଟାଇମ୍ କମ୍ ଅଛି। ଆପଣ ଯଦି ଭଲ ଭାବରେ ପ୍ରିପାରେସନ୍ କରିବେ ତାହେଲେ ଏହି ଏକ୍ଜାମ୍କୁ କ୍ଲିୟର୍ କରିପାରିବେ। ଏହି ଭିଡ଼ିଓ ଦେଖିକରି ଯଦି ଆପଣଙ୍କର କୌଣସି ତାମାନେ କାମରେ ଲାଗୁଛି ତାହେଲେ ଏହି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।